हेलो हेलो। ଅନୁକୂଳ ଚନ୍ଦ୍ର ତିରୁପତି ଲୋକମାନେ ସବୁ ଆସିବେ ଏଇଠି ସତ୍ସଙ୍ଗ ହବ। ମୁଁ ଏଠି 3 ଭାଇ ତାଙ୍କର ବୋଧେ ତାଙ୍କର ସହିତ ଆସିଛି। हेलो 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 ଚାଲନ୍ତୁ ଏବେ ଟିକେ ବାହାରକୁ ଯିବା ଦେଖିବା ଏଠିକା ଜାଗା। हेलो। ଏଠି ଗୋଟେ ବାଡ଼ିଟା ବୋଧେ ବଡ଼ ବାଡ଼ି। ସତ୍ସଙ୍ଗ ଏବେ ହେଇନି, 11টাରେ ବୋଧେ ଆରମ୍ଭ ହେବ। ଏଇଟା ମୋର ଆସିବା ପ୍ରଥମ ଥର। ପୁରା ଶାନ୍ତ ପରିବେଶ ଏଇଠି, ବଡ଼ ଏରିଆଟା ଏଇଟା। ଏଇଟା ପ୍ରାୟ ବୋଧେ କିଟ୍ ଛକ ପାଖରୁ ଭିତରକୁ ପ୍ରାୟ 7-8 କିଲୋମିଟର ବୋଧେ ହେବ ଭିତରକୁ। ଏଇଟା ଏଇଠି ଦେଖନ୍ତୁ ଏବେ ପଣସ ବି ଗଛରେ ହେଇଛି, ଦିଶୁନଥିବ ବୋଧେ। ଦେଖନ୍ତୁ ଦେଖନ୍ତୁ, ଏଠି ପଣସ ବି ହେଇଛି ଗଛରେ, ଏବେ ପାଚିଲା ପଣସ ବି ଅଛି। ଟାଇମ୍ ତ ଅଫ୍ ହେଇଗଲାଣି ପଣସର, ଫିର୍ ବି ହେଇଛି ଏଇଠି ଅଛି, ଲୋକମାନେ ନେଇନାହାନ୍ତି। ଆଉ ଏଇଟା ନଦୀଟେ ଗୋଟେ, ମୁଁ ଜାଣିପାରୁନି, କିନ୍ତୁ ନଦୀଟା ପୁରା ଦେଖନ୍ତୁ। ବୋଧହୁଏ ମହାନଦୀର କିଛି ଶାଖା ବୋଧେ ଯୋଉଟା ଯାଇଛି, ମୁଁ ଗେସ୍ କରୁଛି ଯାହା, କିନ୍ତୁ କନଫର୍ମ ତ ନୁହେଁ। ଏଇଠି ଦେଖନ୍ତୁ, ଏଇଠି ପାହାଚ ଏଠି ଯିବା ପାଇଁ ତଳକୁ। ଚାଲନ୍ତୁ ତ ଏବେ ଯିବା ଆଉ। କଥାରେ ଅଛି ନା, ନେଚରର ବ୍ୟୁଟିନେସ୍ କେହି ବି କ୍ରିଏଟ୍ କରିପାରିବେନି। ତ ଇଏ ସେଇ ଟାଇପ୍ର ଜିନିଷ। ଏଇଠି ଆପଣମାନେ ଦେଖିପାରୁଥିବେ ନଦୀଟେ ଯାଇଛି, ବୋଧହୁଏ ସେଇ ମହାନଦୀର ଏଇଟା ଗୋଟେ ବ୍ରାଞ୍ଚ ବୋଧେ। ମୁଁ ତ ଏପଟେ ଏତେ ମାନେ ଜାଗା ଜାଣିନି, ଯେତିକି ଅନ୍ଦାଜା ଲଗଉଛି ସେଇଟା ବୋଧହୁଏ। ଏବେ ତ ସତ୍ସଙ୍ଗ ଆରମ୍ଭ ହେଇନି, ସେଥିପାଇଁ ମୁଁ ଇଆଡ଼େ ପଳେଇ ଆସିଲି। ଯୋଉଠି ପ୍ରାୟତଃ ସେତେବେଳେ କୁଆଡ଼େ ବାହାରକୁ ବାହାରି ପାରୁନଥିଲି। ଏବେ ଯାହା ହଉ ଜଣେ ଭଲ ସାଙ୍ଗ ମୋତେ ମିଳିଗଲେ, କୁନି ଭାଉଜ। ତାଙ୍କ ସହିତ କିଛି ତ ଠାକୁରଙ୍କ ପ୍ରତି ସବୁବେଳେ ଯେଉଁ ଭାବନାଟା ମୋର ଥାଏ, ଆପଣମାନେ ପ୍ରାୟ ବି ଜାଣିଛନ୍ତି, ମୁଁ ସେଇ ଭଗବତ ଗୀତା ବାବଦରେ କହେ, ବାକି ଲୋକମାନଙ୍କୁ ସ୍ପିରିଚୁଆଲ୍ କଥା କିଛି କହେ। ତ ଭଗବାନ ସେଇଠି ହିଁ ମୋତେ ଟାଣିକି ଆଣିଲେ, ଆଉ ମୋ ସହିତ ଆପଣମାନେ ବି ଜଡ଼ିତ ରହିବେ। ମୁଁ ଯୋଉଠିକି ବି ଯିବି ସବୁ ସତ୍ସଙ୍ଗ ଆପଣ ଦେଖିବାକୁ ପାଇବେ। ଆଉ କଥାରେ ଅଛି ନା, ଯେମିତି ଯେ ଗୀତା ନ ବୁଝି ହେଉଥିଲେ ବି ଆମେ ତାକୁ ପଢ଼ୁ, ଶୁଣୁ,
ହୁଏତ ବୁଝି ନପାରୁ, କିନ୍ତୁ ଯେଉଁଟା ଆମ ପଢ଼ିବା ଦ୍ୱାରା ଆମ ଶରୀରର ପବିତ୍ରତା ଆସେ। ତ ସେମିତିକା ଜିନିଷ ଏଇଠି ଠାକୁର କଥା କେହି ସମୟ ବାହାର କରି ନ ଦେଖିଲେ ନ ଶୁଣିଲେ ମଧ୍ୟ ମୁଁ ସବୁବେଳେ ମୋ ମନ ଭିତରେ ଗୋଟେ ଥାଏ କି ନାଇଁ, ବ୍ଲଗିଂ ମାଧ୍ୟମରେ ଯଦି ମୁଁ କିଛି ଲୋକଙ୍କୁ ଏଇଥିରେ ଜଡ଼ିତ କରେଇ ପାରିଲି ତ ମୋର ସେଇଟା ଭାଗ୍ୟ। ଏଇଠି ତ ପୁରା ଏମିତି ଧାରେ ପୁରା ଏ ଜଙ୍ଗଲଟା ପୁରା ଏମିତି ଯାଇଛି, ନଦୀ ବି ଯାଇଛି ପୁରା। ଦେଖନ୍ତୁ ଏଇଠି ଏବେ ଟିକେ ଖରା ଅଛି ତ ଠିକ୍ ସେ ଦେଖି ହେଉନି ସିଆଡ଼େ। ଏଇଠି ଦେଖନ୍ତୁ ଧଳା ଅରଖ ଯେଉଁ କୁହନ୍ତି ଯେ ଶୁଭ, ଦେଖନ୍ତୁ ଧଳା ଅରଖ। ଏଇଟା ବି ମୁଁ ଗୋଟେ ଛିଡ଼େଇ ଆଣୁଛି। ଏଇଟାର କ୍ଷୀରଟା ବହୁତ ଡେଞ୍ଜରସ୍ ଥାଏ, ଅରଖ କ୍ଷୀର ଗୁଡ଼ାକ। ଏଇଟା ଦେଖନ୍ତୁ, ଏଇଟା ଧଳା ଅରଖଟେ, ଯେଉଁଟାକି କୁହନ୍ତି ନା ଘରର ସାମ୍ନାରେ ଥିଲେ ବହୁତ ଶୁଭ ହେଇଥାଏ ଆଉ ଆର୍ଥିକ ସ୍ଥିତି ମଧ୍ୟ ବଦଳିଥାଏ। ତ ଏଇଟା ସେଇ ଅରଖ। ଯାହା ହଉ ଏ ଜଙ୍ଗଲ ଭିତରେ ମୋତେ ଗୋଟେ ଭଲ ଜିନିଷ ମିଳିଲା, କିନ୍ତୁ କିଏ ଲଗେଇଛନ୍ତି କି ଆପେ ଉଠିଛି କହିପାରିବିନି। କେବେ ଯଦି ପୁଣି ଆସେ ଏଇଠାକୁ ତାହେଲେ ନେଇକି ଯିବି। ଏବେ ତ ଫିଲହାଲ ନେଇ ହେବନି। ଏଇଠି ଦେଖନ୍ତୁ ପୁରା ମୁଁ ନଦୀ ପାଖକୁ ପଳେଇ ଆସିଛି। ଏଇଠି ଦେଖନ୍ତୁ ପୁରା ନଦୀ ପାଖଟା ଏଇଟା। ଏଇଠି ଲୋକମାନେ ସବୁ ଗାଧଉଛନ୍ତି। ମୋତେ ଏମିତିରେ ବହୁତ ପାଣିକୁ ଡର ଲାଗେ। ଆପଣମାନଙ୍କୁ ଦେଖେଇବା ପାଇଁ ପଳେଇ ଆସିଲି ଏତେ ଦୂର, ସେତିକି ବାସ୍ ଯଥେଷ୍ଟ। ପାଣିକୁ ଦେଖିଲେ ମୋତେ ବହୁତ ଡର ଲାଗେ। ଏବେ ପୁଣି ଯିବା ସେଇ ବାଡ଼ିକୁ। ଗୋଟେ ବହୁତ ବଢ଼ିଆ ଜାଗା, ଯାହା ହଉ ମୋତେ ଆଜି ମିଳିଗଲା। ମୋତେ ବହୁତ ଶାନ୍ତି ବି ଲାଗିଲା, ପୁରା ପିସଫୁଲ୍ ଏରିଆ। କେବେ ବି ଆପଣମାନେ ଆସନ୍ତୁ। ଏଇଠି ତ ଖାଲି ବାଉଁଶ ଗଛ, ବହୁତ ସାରା ଗଛ ଅଛି। ଆମ୍ବ ଗଛ, ପିଜୁଳି ଗଛ, ସବୁ ଫଳ ଗଛ ଗୁଡ଼ାକ ଏଇଠି, ଦରକାରୀ ଗଛ ଗୁଡ଼ାକ। ଠିକ୍ ଅଛି ତ ସାଙ୍ଗମାନେ, ଦେଖିଲେ ଆଜି କେତିକ ଜାଗା। ମୁଁ ଅବଶ୍ୟ କେମିତି କ'ଣ ଦେଖା ହେଇଥିବ ଭିଡ଼ିଓରେ ମୋତେ ଜଣାପଡ଼ୁନି, କାହିଁକିନା ଖରା ଟିକେ ଟିକେ ଅଛି ଆଉ ସେ ଲାଇଟିଂରେ ତ ମୋତେ କିଛି ଜଣାପଡ଼ିଲାନି। ଫିର୍ ବି ମୁଁ ମୋର ଟ୍ରାଏଲ୍ ଯେତିକି ନେଇଛି ବେଷ୍ଟ ଦେଇଛି ବୋଲି ଭାବୁଛି। ଏବେ ସତ୍ସଙ୍ଗ ବୋଧେ ଆରମ୍ଭ ହେଇଯିବ, ସେଇଠି ଦେଖିବା କ'ଣ ହେଉଛି। ଠିକ୍ ଅଛି ତ, ଟେକ୍ କେୟାର, ବାଏ। ପୁଣି ସେଇଠି ମୁଁ କିଛି ଜିନିଷ କ୍ୟାପଚର୍ କଲେ ଆପଣମାନଙ୍କୁ ନିହାତି ଦେଖେଇବି। ଓକେ।